ବର୍ତ୍ତମାନ ପର୍ଯ୍ୟନ୍ତ ଆମର 6ଟା ଜିଲ୍ଲାର ରିପୋର୍ଟ ମୋ ପାଖରେ ଅଛି। ବରଗଡ଼ 53,838 ମେଟ୍ରିକ୍ ଟନ୍, ବଲାଙ୍ଗୀର 96, କଳାହାଣ୍ଡି 7,387 ମେଟ୍ରିକ୍ ଟନ୍, ନୂଆପଡ଼ା 3,847 ମେଟ୍ରିକ୍ ଟନ୍ ଏବଂ ସମ୍ବଲପୁର 60,256 ମେଟ୍ରିକ୍ ଟନ୍, ସୁବର୍ଣ୍ଣପୁର ଷ୍ଟାର୍ଟ ହେଇଛି 15 ମେଟ୍ରିକ୍ ଟନ୍। ଏଇଭଳି ଭାବରେ 1,25,439 ମେଟ୍ରିକ୍ ଟନ୍ କିଣା ସରିଲାଣି। ଧୀରେ ଧୀରେ ଧାନ ଶୁଣନ୍ତୁ, ଜିଲ୍ଲା ଡିଏଲ୍ପିସି ମିଟିଂରେ ଡିସାଇଡ୍ ହେଉଛି କେଉଁ ତାରିଖରେ ତାଙ୍କର କିଣାଯିବ। ଏଟା ଆମେ ଡିସାଇଡ୍ କରୁନୁ। ଜିଲ୍ଲାରେ କଲେକ୍ଟର, ଜିଲ୍ଲାର ପ୍ରଶାସନ, ଜିଲ୍ଲାରେ ଫାର୍ମର୍ସ ମାନଙ୍କ ରିପ୍ରେଜେଣ୍ଟେଟିଭ୍ ସବୁ ବସିକରି ଡିସାଇଡ୍ କରୁଛନ୍ତି। ତେଣୁ ଯେଉଁ ତାରିଖ ସେମାନେ ଡିସାଇଡ୍ କରୁଛନ୍ତି ସେଇ ତାରିଖରେ ତାଙ୍କର କିଣା ହେଉଛି। ଜାଗାରେ ଚାଷୀ କହୁଛନ୍ତି ଯେ ଯେତିକି ପ୍ରଡକ୍ସନ ହେଇଛି ସେଇ ଅନୁସାରେ ଟୋକନ ମିଳୁନି, ମାନେ ଟୋକନ ଦେଲା ଟୋକନ ଚାଉଳ ବଳକା ରହୁଛି। ସେ ପ୍ରୋବ୍ଲେମ୍ ଟିକେ ଥିଲା। କାଲି ଆମେ ବସିଥିଲୁ, ଆଉ ଲେବୁଲ ମିଟିଂ ହେଇଥିଲା। ଏ ମିଟିଂରେ ସଲ୍ଭ ହେଇଯାଇଛି। ମାନ୍ୟବର ବିଧାୟକ ସମ୍ବଲପୁର ଜୋନାଲ ମିଶ୍ର ମଧ୍ୟ ଥିଲେ। ତେଣୁ ଆମେ ଡିସିସନ୍ ନେଇଛୁ ସମସ୍ତଙ୍କର ଧାନ କିଣା ହେବ, କାହାର ଅସୁବିଧା କରାହେବନି, ସବୁ ଟୋକନ ଇସ୍ୟୁ ହେଇଯିବ। ଟୋକନ ଦେଲା ପରେ ବି ଯୋଉ ବଳକା ଧାନ ରହୁଛି ସେମାନେ ବିକିପାରିବେ? ନାଇଁ, ବଳକା ଧାନ ଯେଉଁମାନଙ୍କ ରହୁଛି ସେମାନେ ଫ୍ରି ମାର୍କେଟରେ ବିକିବେ। କିନ୍ତୁ ପ୍ରଡକ୍ସନର ଆଭରେଜ ଯେଉଁ ଅଛି, ମାନେ ଇରିଗେଟେଡ୍ ଜମିରେ 19 କେଜି 19 କୁଇଣ୍ଟାଲ, ଆଉ ନନ୍ ଇରିଗେଟେଡ୍ 13 କୁଇଣ୍ଟାଲ, ସେଇ ଆଭରେଜରେ ଆମେ କିଣିବୁ। ମିଲର ମାନଙ୍କ ପାଖରେ ଆମେ ହିସାବ କରୁଥିଲୁ, ଜାଗା ବହୁତ ଅଛି। କିନ୍ତୁ ଫିର୍ ବି ଆମେ ବିଧାନସଭାରେ ବି କହିଥିଲେ, ଏବେ ବି କହୁଛି, ଆମେ ବଳକା ଚାଉଳକୁ ଅକ୍ସନ୍ କରିବାକୁ ଯାଉଛୁ। ଅକ୍ସନ୍ ତୁରନ୍ତ କରିକି ତାକୁ ରିଲିଜ୍ କରିଦେବୁ। ସେ ସମସ୍ୟା ବି ରହିବ ନାହିଁ। ସମ୍ବଲପୁରରୁ ଅଲରେଡି ମୁଁ କହିଦେଇଛି, ସକାଳୁ ଓଭର ଟେଲିଫୋନରେ ଆମେ କହିଦେଇଛୁ ଯେ କାହାର ଧାନ ରହିବନି, ଆମେ ସମସ୍ତଙ୍କ ଧାନ କିଣିବୁ। ସେଇ ଟୋକନ ପାଇନଥିଲେ ବୋଲି ମୁଁ ଟୋକନ ଇସ୍ୟୁ କରିବା ପାଇଁ ଅଲରେଡି ଅଫିସର୍ସ ମାନଙ୍କୁ କହିଦେଇଛି। ବାଦରେ ଯେଉଁମାନେ ବଳିଲା ସେମାନେ ତାଙ୍କ ଘର ପାଇଁ ଖାଇବାକୁ ରଖିବେ କିମ୍ବା ମାର୍କେଟରେ ବିକିବେ। କିନ୍ତୁ ଆମର ଗୋଟେ ନିର୍ଦ୍ଧାରଣ, ଗୋଟେ ଲିମିଟ୍ ଅଛି ନା, ସେଇ ହିସାବରେ ଆମେ ନାଇଁ, ଲିମିଟ୍ କେମିତି ବଢ଼ିବ? ଚାଷର ଏଗ୍ରିକଲଚର ଡିପାର୍ଟମେଣ୍ଟ ଆମକୁ ଦଉଛି ଯେ ଏକର ପିଛା ଏତିକି ପ୍ରଡକ୍ସନ, ସେଇ ପ୍ରଡକ୍ସନ ହାରରେ ଆମେ କିଣୁଛୁ। ତାଙ୍କ କହିବା କଲେ ହଉଥିବ, ମୁଁ ମନା କରୁନି। କିନ୍ତୁ ସରକାରଙ୍କର ଯୋଉ ନିର୍ଦ୍ଧାରଣ ଅଛି, ଆଜି ନିର୍ଦ୍ଧାରଣ କରାଇନି, ଏ 8-10 ବର୍ଷ ହେଲା ସେଟା ନିର୍ଦ୍ଧାରଣ କରାଯାଇଛି। ଇରିଗେଟେଡ୍ ଜମି ପାଇଁ 19 କୁଇଣ୍ଟାଲ, ଆଉ ନନ୍ ଇରିଗେଟେଡ୍ ପାଇଁ 13 କୁଇଣ୍ଟାଲ, ଏଇ ଆଭରେଜ ଆମେ କିଣୁଛୁ। ସେଥିରେ ଆମେ କମେଇନୁ।